ପିଲାମାନେ ଆଜି ଆମେ ଭୀମଙ୍କ ସିଂହନାଦ ରଡ଼ିର ଅଭ୍ୟାସ ପ୍ରଶ୍ନପତ୍ର କରିବା। ପ୍ରଥମେ ଦେଇଛି ଆମର ଏକ ପଦରେ ପ୍ରକାଶ କର ଧୃତରାଷ୍ଟ୍ରଙ୍କ ପୁତ୍ର। ଧୃତରାଷ୍ଟ୍ରଙ୍କ ପୁତ୍ର ଆମେ କ'ଣ କହିବା? ହେଲା ଧୃତରାଷ୍ଟ୍ରା। ତାପରେ ମାରୁତଙ୍କ ପୁତ୍ରକୁ ମାରୁତି, ପବନଙ୍କ ପୁତ୍ରକୁ ପାବନୀ, ପାଣ୍ଡୁଙ୍କ ପୁତ୍ରକୁ ପାଣ୍ଡବ, ଅତିଥିଙ୍କ ପୁତ୍ରକୁ ଆଦିତ୍ୟ, କୁନ୍ତାଙ୍କ ପୁତ୍ରକୁ କୌନ୍ତେୟ ବୋଲି କହିବା। ନେକ୍ସଟ 2 ନମ୍ବର ଦେଇଛି ନିମ୍ନଲିଖିତ ଶବ୍ଦ ଗୁଡ଼ିକର 2ଟି ଲେଖାଏଁ ପ୍ରତିଶବ୍ଦ ଲେଖ। ହେଲା ଏ ଶବ୍ଦ ଗୁଡ଼ିକର ଆମେ 2ଟି ଲେଖାଏଁ ପ୍ରତିଶବ୍ଦ ଲେଖିବା। ଶୂଳଧର, ଶୂଳଧର ହେବ ବିଶ୍ୱନାଥ ପଶୁପତି। ମର୍ତ୍ତ୍ୟର ପୃଥିବୀ ଧରଣୀ, ନଳିନୀ ପଦ୍ମ ପଙ୍କଜ, କମଳା ଲକ୍ଷ୍ମୀ ବିଷ୍ଣୁପ୍ରିୟା, ସଙ୍କଟ ବିପଦ ବିପତ୍ତି। ନେକ୍ସଟ ଅନ୍ତରାଶ, ଅନ୍ତରାଶର ହେଇଯିବ ଆକାଶ ବ୍ଯୋମ, ପ୍ରମର ଦଣ୍ଡାଧାର କାଳାନ୍ତକ, ଭର୍ସନାର ହେଇଯିବ ନିନ୍ଦା ଆଉ ଅପବାଦ। 3 ନମ୍ବର ପ୍ରଶ୍ନ ବ୍ୟାସ ବାକ୍ୟ ସହ ସମାସର ନାମ ଲେଖ। ତ୍ରିଲୋଚନ, ତିନି ଲୋଚନ ଯାହାଙ୍କର, ହେଲା ଶିବ, ବହୁବ୍ରୀହି ସମାସ ଏଇଟା। ତାପରେ କାଳାନଳ, କାଳ ଅଟେ ଅନଳ, ଅବେଧ କର୍ମଧାରା ସମାସ। ନବଦ୍ୱୀପ, ନବଦ୍ୱୀପର କ'ଣ? ନବଦ୍ୱୀପର ସମାହାର ଦିଗ୍ନ ସମାସ। ତାପରେ ସପ୍ତସାଗର, ସପ୍ତସାଗର ହେଲା ସପ୍ତସାଗରରେ ସମାହାର ଦିଗୁ ସମାସ, ଦିଗ୍ନ ସମାସ। ତାପରେ ହେଲା ଏଇଟା ଆମର ଭୁଜଦଣ୍ଡ ପରି, ଏଇଟା ହେଲା ଇଏ ଦେଇଛି, ଏଇଟା ଭୁଜଦଣ୍ଡ ହେଲା, ଟିକେ ସ୍ପେଲିଂ ଏଇଟା ଭୁଜଦଣ୍ଡ, ଭୁଜଦଣ୍ଡ ପରି ଉପମିତ କର୍ମଧାରାୟ। ତାପରେ ଅଜାମ୍ବର ହେଇଯିବ ଜନ୍ମ ମରଣ ନାହିଁ ଯାହାର, ଯେମିତି ଶିବ, ବହୁବ୍ରୀହି ସମାସ। ନେକ୍ସଟ 4 ନମ୍ବର ଆମର ପଠିତ କବିତା ଅବଲମ୍ବନରେ ଶୂନ୍ୟସ୍ଥାନ ପୂରଣ କର। ଈଶ୍ୱରଙ୍କୁ ସିଂହନାଦ ମାଗନ୍ତୁ, ଏଇଟା ହେଲା ଆମର କ'ଣ ହେଇଯିବ? ପବନର ସତ୍ତା। ସେମିତି ଖରେ ଦେଲା ଆମକୁ ଆସନ କମ୍ପିଲା ଯେ ଦେବ କ'ଣ? ଶୂଳଧର। ଗରେ ପାର୍ବତୀ ବୋଇଲେ ଭୀମସନ, ଆମ୍ଭ ଉପ୍ରଚାରୀ। ତଳେ ଆମର ଆନ୍ସର ଲେଖା ହେଇଛି ହେଲା। ଘରେ ଡ୍ୟାସରୁ କାଢ଼ିଦେଲେ ସେ ସିଂହନାଦ, ଚିରିକୁଟିରୁ କାଢ଼ିଦେଲେ ସେ ସିଂହନାଦ। ତାପରେ ଡ୍ୟାସ ଆସି ପ୍ରବେଶ ହୋଇଲା ବ୍ୟାସ ସରୋବର ତୀରରେ, ଅନ୍ତରସ ଆସି ପ୍ରବେଶ ହୋଇଲା ବ୍ୟାସ ସରୋବର ତୀରରେ। ନେକ୍ସଟ ରେ କ'ଣ ଗଲା? ଚ ହେଲା ଡ୍ୟାସ ମାରି ବାହାସ୍ଫୋଟ ଗର୍ଜିଣ ବେଗେ ଉଠି, କ'ଣ? ବକ୍ଷସ୍ଥଳେ। ତାପରେ ବୋଇଲୁ ଯେ ଭୀମର ଡ୍ୟାସ ପହିବ, 7 ରାତି ପାଇବ। ନେକ୍ସଟ କଦଳୀ ପତ୍ର ପ୍ରାୟ ଡ୍ୟାସ ମହାତ୍ମା, କମ୍ପଇ ମହାତ୍ମା। 5 ନମ୍ବର ପ୍ରଶ୍ନ ପିଲାମାନେ ସିଂହନାଦ କ'ଣ? ପିଲାମାନେ ସିଂହନାଦ ହେଉଛି ମଇଁଷି ସିଂହରେ ନିର୍ମିତ ଏକ ବାଦ୍ୟ। ଏହି ବାଦ୍ୟ ସଦାସର୍ବଦା ଶିବଙ୍କ ପାଖରେ ଥାଏ। ଶିବ ଭୈରବ ରୂପ ଧାରଣ କରି ସିଂହନାଦ କଲେ ପୃଥିବୀ ପ୍ରଳୟ ହୁଏ। ଶିବଙ୍କ ଠାରୁ ସିଂହନାଦ ନେଇ ଭୀମସେନ ଦୁର୍ଯ୍ୟୋଧନଙ୍କୁ ଋଣ କରିବା ପାଇଁ ଆହ୍ୱାନ କରିଥିଲେ। ସେହି ସିଂହନାଦ ଶବ୍ଦ ଶୁଣି ଦୁର୍ଯ୍ୟୋଧନ ବ୍ୟାସ ସରୋବରରୁ ବାହାରେ ଆସିଥିଲେ। ରଣ କରିବା ପାଇଁ, ହଁ ଯୁଦ୍ଧ କରିବା ପାଇଁ ଆହ୍ୱାନ ଦେଇଥିଲେ। ତାପରେ 6 ନମ୍ବର ସହଦେବ ଜଗନ୍ନାଥଙ୍କୁ କ'ଣ ବୋଇଲେ? ସହଦେବ ଜଗନ୍ନାଥଙ୍କୁ ଅର୍ଥାତ୍ ଶ୍ରୀକୃଷ୍ଣଙ୍କୁ କହିଲେ, କେବଳ ଈଶ୍ୱରଙ୍କୁ ପ୍ରାର୍ଥନା କରି ପବନସୁତ ଭୀମସେନ ସିଂହନାଦ ପ୍ରାପ୍ତ ହେଲେ ଦୁର୍ଯ୍ୟୋଧନଙ୍କୁ ବ୍ୟାସ ସରୋବରରୁ ବାହାର କରିପାରିବେ। ନେକ୍ସଟ ଆମର 7 ନମ୍ବର ସିଂହନାଦ ଦେବା ପାଇଁ ପାର୍ବତୀ ଶିବଙ୍କୁ କ'ଣ କହିଲେ? ଏହି ପ୍ରସଙ୍ଗରେ ଶିବ ପାର୍ବତୀଙ୍କୁ ପଚାରିବାରୁ ପାର୍ବତୀ ଶିବଙ୍କୁ କହିଲେ, ଭୀମ ହେଉଛି ଆମ୍ଭ ପାଇଁ ଉପକାରୀ, ପାଣ୍ଡବମାନଙ୍କ ଉପକାର ହେଲା, ପାଣ୍ଡବମାନଙ୍କ ପାଇଁ ଅନେକ ସମୟରେ କପିଳାସ ବିପଦମୁକ୍ତ ହୋଇଥାଏ। ପୁନଶ୍ଚ ତୁମ୍ଭେ ଭୀମଙ୍କୁ ବୀର ଦେବା ପାଇଁ ସତ୍ୟ କରିଥିଲେ, ତେଣୁ ଭୀମକୁ ଯଥାଶୀଘ୍ର ସିଂହନାଦ ପ୍ରଦାନ କର। 8 ନମ୍ବର ପାଣ୍ଡବଙ୍କ ହେତୁ ତ୍ରିଲୋଚନ କିଭଳି ବର୍ତ୍ତିଥିଲେ? ପାଣ୍ଡବଙ୍କ ମଧ୍ୟରେ ଦ୍ୱିତୀୟ ପାଣ୍ଡବ ହେଉଛନ୍ତି ଭୀମସେନ। ଥରେ ଅଶ୍ଳେଷା ଦୈତ୍ୟ କୈଳାସକୁ ଉପାଡ଼ି ନେଉଥିବା ବେଳେ ଋଷ୍ୟମୁକ ପର୍ବତରେ ଥିବା ଭୀମଙ୍କୁ ଶିବ ଡାକିଥିଲେ। ଭୀମ ଅଶ୍ଳେଷା ଦୈତ୍ୟକୁ ବିନାଶ କରି କୈଳାସ ଉଦ୍ଧାର କରିଥିଲେ। ମଧ୍ୟମ ପାଣ୍ଡବ ଭୀମଙ୍କ ପାଇଁ ତ୍ରିଲୋଚନ ଶିବ ଅଶ୍ଳେଷ ଦୈତ୍ୟ କବଳରୁ ବର୍ଷିଥିଲେ। ପୁନଶ୍ଚ ପାଣ୍ଡବମାନଙ୍କ ପାଇଁ କୈଳାସ ପର୍ବତ ବେଳେବେଳେ ବିପଦମୁକ୍ତ ହୋଇଥାଏ। 9 ନମ୍ବର ପ୍ରଶ୍ନ ସିଂହନାଦ କିପରି ଗତି କରି ଭୀମଙ୍କ ହସ୍ତକୁ ଆସିଲା? ସିଂହନାଦ ଅନ୍ତରୀକ୍ଷରେ ବା ଆକାଶ ପଥରେ ଗତି କରି ବ୍ୟାସ ସରୋବର ତୀରରେ ରହିଥିବା
ଭୀମଙ୍କ ହସ୍ତକୁ ଆସିଥିଲା। 10 ନମ୍ବର ବ୍ୟାସ ସରୋବରର ମହାତ୍ମ୍ୟ ଲେଖ। ବ୍ୟାସ ସରୋବର ହେଉଛି ବିପଦରେ ପଡ଼ି ଶରଣ ନେଇଥିବା ବ୍ୟକ୍ତି ପାଇଁ ଅଭୟ ଆଶ୍ରୟସ୍ଥଳ। ଏଠାରେ ଶରଣ ନେଇଥିବା ବ୍ୟକ୍ତିଙ୍କୁ ମାରିବା ପାଇଁ ତାର ଶତ୍ରୁ ସେଠାକୁ ଯାଇପାରେ ନାହିଁ। ଶରଣକାରୀର ଶତ୍ରୁ ଯଦି ବଳପୂର୍ବକ ସେଠାରେ ପ୍ରବେଶ କରେ ତାହେଲେ ସେ ଧ୍ୱଂସ ହୋଇଯିବ ବୋଲି ଶିବ ଅଭିଶାପ ଦେଇଥିଲେ। 11 ନମ୍ବର ପ୍ରଥମ ଥର ସିଂହନାଦ ରଡ଼ିରେ ପୃଥିବୀରେ କି ବିଲକ୍ଷଣ ମାନ ଦେଖାଗଲା? ମହିମଣ୍ଡଳ ପ୍ରକମ୍ପିତ ହୋଇଗଲା, ନଳିନୀ ପତ୍ରରେ ଜଳ ଢଳ ଢଳ ହେଲା ପରି ପୃଥିବୀ ଥରଥର ହୋଇ ପଡ଼ିଲା ଓ ମନ୍ଦିର ପର୍ବତ ତାର ନିର୍ଦ୍ଦିଷ୍ଟ ସ୍ଥାନ ଛାଡ଼ି କିଛି ଦୂର ବୁଲିଗଲା। 12 ନମ୍ବର ଦ୍ୱିତୀୟ ଥର ସିଂହନାଦ ରଡ଼ିରେ ସୌରଜଗତରେ କି ବିଲକ୍ଷଣ ଦେଖାଗଲା? ଦ୍ୱିତୀୟ ଥର ପାଇଁ ଭୀମସେନ ସିଂହନାଦ ରଡ଼ି ଦେବାରୁ ତାହାର ପ୍ରଭାବରେ 6 ଲକ୍ଷ ଯୋଜନ ପର୍ଯ୍ୟନ୍ତ ଆକାଶ କମ୍ପି ଉଠିଲା। ପାତାଳପୁରରେ ଥିବା ଅନନ୍ତ ନାଗର ଫଣା କମ୍ପମାନ ହେଲା, ନବଦ୍ୱୀପ ସପ୍ତସାଗର କମ୍ପି ଉଠିଲା ଓ ମେରୁ ପର୍ବତ ଟଳମଳ ହେଲା। ସୌରଜଗତରେ ଥିବା ଆଦିତ୍ୟ ମଣ୍ଡଳ, ଭୂମଣ୍ଡଳ, ଧ୍ରୁବମଣ୍ଡଳ, ଅମରମଣ୍ଡଳ ସହିତ ସିନ୍ଧୁର ଲହଡ଼ି ଆକାଶ ପର୍ଯ୍ୟନ୍ତ ଉଛୁଳି ପଡ଼ିଲା। 13 ନମ୍ବର ପ୍ରଶ୍ନ ନବଦ୍ୱୀପର ନାମ ଲେଖ। ଇନ୍ଦ୍ରଦ୍ୱୀପ, ନାଗଦ୍ୱୀପ, ସୌମ୍ୟଦ୍ୱୀପ, ଗନ୍ଧର୍ବ-ଦ୍ୱୀପ, ବରୁଣ ଦ୍ୱୀପ ହେଲା। ଏମିତି ଇଏ ହେଉଛି ଆମର କୁମାରିକା ଦ୍ୱୀପ। ଏମିତି 9ଟି ଦ୍ୱୀପ ଅଛି। 14 ନମ୍ବର ସପ୍ତସାଗରର ନାମ ଲେଖ। ଦୁଗ୍ଧ, ଘୃତ, ଲବଣ, ଇକ୍ଷୁ, ସୁରା ଓ ଜଳ। ନେକ୍ସଟ 15 ଦ୍ୱିତୀୟ ରଡ଼ିରେ ଦୁର୍ଯ୍ୟୋଧନ କିପରି ବାହାରକୁ ଆସିଲେ? ଦ୍ୱିତୀୟ ରଡ଼ିରେ ଦୁର୍ଯ୍ୟୋଧନରେ ହେଲା ଏଇଟା ବହୁତ ଜୋରରେ ଶବ୍ଦ କରି ବକ୍ଷସ୍ଥଳରେ ହାତ ପିଟି ବାହାସ୍ଫୋଟ ମାରିବା ସହିତ ଗର୍ଜନ କରି ହେଲା କ୍ରୋଧିତ ନୟନ ପୂର୍ବକ ମହାଲକ୍ଷ୍ମୀଙ୍କର ବାରଣକୁ ଅବଜ୍ଞା କରି ବାହାରକୁ ବାହାରି ଆସିଲେ। 16 ନମ୍ବର ମହାଲକ୍ଷ୍ମୀ ଦୁର୍ଯ୍ୟୋଧନକୁ କ'ଣ କ'ଣ କହି ବାହାରକୁ ଯିବା ପାଇଁ ବାରଣ କଲେ? ହେଲା ସେତେବେଳେ ମହାଲକ୍ଷ୍ମୀ ଦୁର୍ଯ୍ୟୋଧନକୁ ଭିଡ଼ି ଧରି ବାହାରକୁ ନ ଯିବା ପାଇଁ କହିଲେ। ଲକ୍ଷ୍ମୀ କହିଲେ ବହୁତ ପ୍ରତିଜ୍ଞା କରି ଭୀମର 7 ରଡ଼ି ସହିବୁ ବୋଲି କହିଥିଲୁ। ଏଭଳି ସଚେତନ କରି ସେ ଦୁର୍ଯ୍ୟୋଧନକୁ ବାହାରକୁ ଯିବା ପାଇଁ ବାରଣ କରିଥିଲେ। 17 ନମ୍ବର ଦୁର୍ଯ୍ୟୋଧନ ମହାଲକ୍ଷ୍ମୀଙ୍କୁ କିପରି ଅବଜ୍ଞା କଲେ? ଭୀମର ଦ୍ୱିତୀୟ ସିଂହନାଦ ରଡ଼ି ଶୁଣି ଦୁର୍ଯ୍ୟୋଧନ କ୍ରୋଧ ହୋଇ ବାହାରି ଯିବା ପାଇଁ ଚାହିଁଲେ। ମହାଲକ୍ଷ୍ମୀ ଦୁର୍ଯ୍ୟୋଧନକୁ ଭିଡ଼ି ଧରି ଯିବା ପାଇଁ ବାରଣ କଲେ। ମାତ୍ର ଦୁର୍ଯ୍ୟୋଧନ ମହାଲକ୍ଷ୍ମୀଙ୍କର ବାରଣକୁ ଅବଜ୍ଞା କରି ତାଙ୍କର ହାତକୁ ପେଲି ଦେଇ ଭର୍ତ୍ସନା କରି ବାହାରକୁ ବାହାରି ଯାଇଥିଲେ। ନେକ୍ସଟ 18 ନମ୍ବର ଲକ୍ଷ୍ମୀ କାହିଁକି ଦୁର୍ଯ୍ୟୋଧନକୁ ଛାଡ଼ି ପଳାଇଲେ? ଦୁର୍ଯ୍ୟୋଧନ ଯେତେବେଳେ ମହାଲକ୍ଷ୍ମୀଙ୍କର ବାରଣକୁ ଖାତିର ନ କରି ତାଙ୍କ ହାତକୁ ପେଲି ଦେଇ ଭର୍ତ୍ସନା କଲେ ସେତେବେଳେ ମହାଲକ୍ଷ୍ମୀ ଦୁର୍ଯ୍ୟୋଧନକୁ ଛାଡ଼ି ପଳାଇଲେ। 19 ନମ୍ବର ପ୍ରଶ୍ନ ଦୁର୍ଯ୍ୟୋଧନର ଗଦାଦର ଓଜନ କେତେ ପରିମାଣର? ଓଜନ 70 ଭାର ପରିମାଣର ଥିଲା। ପିଲାମାନେ ଇଏ ଥିଲା ଆମର ସର୍ଟ କୋଶ୍ଚିନ୍। ଆମେ ଅନ୍ୟ ଏକ ଭିଡ଼ିଓରେ ଆଉ ରହିଲା ସରଳାର୍ଥ ଏବଂ ଲଙ୍ଗ କୋଶ୍ଚିନ୍ ଆଲୋଚନା କରିବା।